ଆଜିର ପ୍ରେସ୍ ବାର୍ତ୍ତାରେ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି। ଗତକାଲି ତାରିଖ 6/7/2026 ଅଭିଯୋଗକାରୀ ପ୍ରିୟତୋଷ ରଥ ବଡ଼ବିଲ ଥାନାରେ ଗୋଟେ ରିପୋର୍ଟ କରିଥିଲେ ଯେ ତାଙ୍କର ଡ୍ରାଇଭର ରାମପୂଜନ ତାନ୍ତି ଗତ 4/6/2026 ତାରିଖ ସକାଳେ 5ରୁ 6 ଜଣ ଦୁର୍ବୃତ୍ତ ତାଙ୍କୁ ବିଭିନ୍ନ ପ୍ରକାର ମାରଣାସ୍ତ୍ର, ଖଣ୍ଡା, ତଲୱାର ଏବଂ ଛୁରୀ ଦେଖେଇକି ତାଙ୍କୁ ଆକ୍ରମଣ କରିଥିଲେ ଏବଂ ତାଙ୍କଠାରୁ ଗୋଟେ ମୋବାଇଲ ଫୋନ୍ ଏବଂ ନଗଦ 1500 ଟଙ୍କା ଲୁଟ୍ କରିଥିଲେ। ସେ ଲୁଟ୍ ହେଲା ପରେ ସେ ଯେଉଁ ଡ୍ରାଇଭର ଥିଲେ ତାଙ୍କର ବ୍ୟାଙ୍କ ଖାତାରୁ ଅନଲାଇନ୍ ଟ୍ରାଞ୍ଜାକ୍ସନ୍ ମାଧ୍ୟମରେ ମୋଟ 1,86,500 ଟଙ୍କା ୱିଥଡ୍ରଲ୍ ହେଇଯାଇଥିଲା। ତ ଏଇ ଅଭିଯୋଗ ଆଧାରରେ ଗୋଟେ ବଡ଼ବିଲ ଥାନାରେ ଗୋଟେ କେସ୍ ରୁଜୁ ହେଇଥିଲା। ବଡ଼ବିଲ ଥାନା କେସ୍ ନମ୍ବର 286 ଡେଟେଡ୍ 6/7/2026 ଅଣ୍ଡର ସେକ୍ସନ୍ 310/2 BNSରେ ଗୋଟେ କେସ୍ ରୁଜୁ ହେଇକି ତାର ତଦନ୍ତ ଚାଲିଛି। ତଦନ୍ତରେ ଜଣାପଡ଼ିଲା ଯେ ବଡ଼ବିଲ ଆଉ ଯୋଡ଼ା ଅଞ୍ଚଳର 9ରୁ 10 ଜଣ ଆଣ୍ଟି ସୋସିଆଲ ଏଇଟା ଗୋଟେ ତାଙ୍କର ଗୋଟେ ଗ୍ୟାଙ୍ଗ ତିଆରି କରିକି ଦୀର୍ଘ ଦିନ ଧରିକିରି ଏ ପ୍ରକାର ଛିନତାଇ ଏବଂ ଡକାୟତି ଏଇ କାର୍ଯ୍ୟକଳାପକୁ ବହୁତ ଦିନ ହେଲା କରି ଆସୁଥିଲେ। ସେମାନଙ୍କର ଟାର୍ଗେଟ ଥିଲେ ଟ୍ରକ୍ ଡ୍ରାଇଭର ମାନେ, ଏଇ ଯେଉଁ ଭଦ୍ରାସାହି କିମ୍ବା ଏ ରୋଇଡା ଏରିଆରେ ଯେଉଁମାନେ ସକାଳୁ ସକାଳୁ ଡ୍ରାଇଭର ମାନେ ଗାଡ଼ି ପାର୍କିଂ କରିକି ଶୌଚ ପାଇଁ ଯେତେବେଳେ ପାଖାପାଖି ଜଙ୍ଗଲ କିମ୍ବା ଇଏକୁ ଯାଉଥିଲେ ସେହି ସମୟରେ ତାଙ୍କୁ ଟାର୍ଗେଟ କରିକି ତାଙ୍କର ମୋବାଇଲ ସେମାନେ ଲୁଟ୍ କରୁଥିଲେ। ଏଇ ମୋବାଇଲ ଲୁଟ୍ କରିବା ପରେ ସେମାନେ ଠାକୁରାଣୀ ଅଞ୍ଚଳର ଜଣେ ମହିଳା ଚନ୍ଦ୍ରାବତୀ ପାତ୍ର ତାଙ୍କୁ ଏଇ ମୋବାଇଲ ସବୁ ସେମାନେ ବିକ୍ରି କରୁଥିଲେ। ଆଉ ଯେଉଁ ମହିଳା ସାଇବର ଠକେଇ ଏ କାମରେ ବେଶ ପାରଙ୍ଗମ ଏବଂ ତାଙ୍କର ସମ୍ପୃକ୍ତି ଜାମତାରା ଗ୍ୟାଙ୍ଗ ସାଙ୍ଗରେ ଥିବାର ତଦନ୍ତରୁ ଜଣାପଡ଼ୁଛି। ସେ କ'ଣ କରୁଥିଲେ, ଲୁଟ୍ ମୋବାଇଲରେ ଥିବା ଫୋନ୍ ପେ, ଗୁଗଲ ପେ ଏହା ବ୍ୟବହାର କରିକିରି ବିଭିନ୍ନ ଖାତାକୁ ସେ ତାଙ୍କର ସବୁ ଆମାଉଣ୍ଟ ଟ୍ରାନ୍ସଫର କରୁଥିଲେ। ଆଉ ଏଇ ଜାମତାରା ଗ୍ୟାଙ୍ଗ ତାଙ୍କର ସବୁ ପଇସା ପତ୍ର ପଠାଉଥିଲେ ଓ ସେ ବାବଦରେ କିଛି ସେ କମିଶନ ତାଙ୍କୁ ମିଳୁଥିଲା, 20ରୁ 30% କମିଶନ ପାଉଥିଲେ। ଆଉ ଯେଉଁମାନେ ଲୁଟ୍ କରୁଥିଲେ ତାଙ୍କୁ ମୋବାଇଲ ପ୍ରତି 5ରୁ 6,000 ଟଙ୍କା ସେ ମହିଳା ଦେଉଥିଲେ। ତ ତଦନ୍ତ ସମୟରେ ଏ ଯେଉଁ ଚନ୍ଦ୍ରାବତୀ ପାତ୍ରଙ୍କ ଘରେ ତଲାସି ହେଇଥିଲା ଏବଂ 12ଟି ମୋବାଇଲ ଫୋନ୍, ମାନେ 26ଟି ପାସବୁକ୍ ଏବଂ 28ଟା ସିମ୍ କାର୍ଡ଼ ଜବତ ହେଇଥିଲା। ତ ଆଜି ଭୋର ସକାଳେ ଯେଉଁ ରୋଇଡା ଅଞ୍ଚଳରେ 5 ଜଣ ଅଭିଯୁକ୍ତ ହଳଧର ନାୟକ, ପିତା ପ୍ରକାଶ ନାୟକ, ଶୈତାନ ଛକ ଠାକୁରାଣୀ, ରନକ ପାତ୍ର, ପିତା ଅନିରୁଦ୍ଧ ପାତ୍ର, ଗ୍ରାମ ଠାକୁରାଣୀ, ମନୀଷ ତାନ୍ତି, ପିତା ଦଶରଥ ତାନ୍ତି, ଠାକୁରାଣୀ, ଅରବାଜ ଖାନ, ପିତା ଫକରୁଦ୍ଦିନ ଖାନ, ଠାକୁରାଣୀ, ସୁଜଲ ପାଲ ଚୌଧୁରୀ, ପିତା ସୁବୀର ପାଲ ଚୌଧୁରୀ, ଭଞ୍ଜ କଲୋନୀ। ଆଉ ଏମାନେ ଆଜି ସକାଳେ ଆପ୍ରିହେଣ୍ଡ ହେଇଥିଲେ ଆଉ ଡକାୟତି କରିବା ଉଦ୍ଦେଶ୍ୟରେ ଏମାନେ ଏକତ୍ରିତ ହେଇଥିଲେ। ତ ଆଜି ଏମାନଙ୍କୁ ସମ୍ପୃକ୍ତ ମହିଳାଙ୍କ ସାଙ୍ଗରେ ଗିରଫ କରାଯାଇକି ଆଜି କୋର୍ଟକୁ ଚାଲାଣ କରାଯାଉଛି। ଆଉ ଗିରଫ ଯେଉଁ ସାମଗ୍ରୀ ହେଇଛି, ସେ ଅଭିଯୁକ୍ତମାନଙ୍କ ପାଖରୁ ଯେଉଁ ସାମଗ୍ରୀ ହେଇଛି 3ଟି ତଲୱାର, ଗୋଟେ ଛୁରୀ, 12ଟା ଆଣ୍ଡ୍ରଏଡ଼ ଫୋନ୍, 26ଟି ବ୍ୟାଙ୍କ ପାସବୁକ୍ ଏବଂ ନଗଦ 3,300 ଟଙ୍କା ଆଉ 28ଟି ସିମ୍ କାର୍ଡ଼ ଏବଂ ସେମାନେ ବ୍ୟବହାର କରୁଥିବା 5ଟି କଳା ମୁଖା, ଏତିକି ତାଙ୍କ ପାଖରୁ ଜବତ ହେଇଛି।